3 ରୁ 5 ବର୍ଷ ବୟସ ହେଉଥିବା ହାତୀ ଉଦ୍ଧାର। ତା ଆଶୁ ଚିକିତ୍ସା ସହ ଜାରି ରହିଛି ବନ୍ୟପ୍ରାଣୀ ଚିକିତ୍ସା। ଜଙ୍ଗଲର ଚାଷ ଜମିରେ ବୁଲୁଥିବା ବେଳେ ସୂଚନା ପାଇ ବନ ବିଭାଗ କଲା ଉଦ୍ଧାର। ତେବେ ସୂଚନା ଅନୁସାରେ ଗତକାଲିଠୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଏକ ଚାଷ ଜମିରେ 3 ରୁ 5 ବର୍ଷ ହେଉଥିବା ହାତୀ ସହର ମୁହାଁ ହୋଇଥିବା ସୂଚନା ପାଇ ବନ ବିଭାଗ ତତ୍ପରତା ଦେଖାଇ ଉଦ୍ଧାର କରି ଅପରାହ୍ନରେ ବଲାଙ୍ଗୀର ସ୍ଥିତ କଦଲିମୁଣ୍ଡା ସ୍ଥିତ ମେଘା ନର୍ସରୀକୁ ଆଣି ତାର ପ୍ରାଥମିକ ଆଶୁ ଚିକିତ୍ସା ଜାରି ରହିଥିଲା। ଯେଉଁଥିରେ ବାହାରୁ ଆସିଥିବା 4 ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଉଦ୍ଧାର ହାତୀର ସମସ୍ତ ସ୍ୱାବ ନମୁନା ପରୀକ୍ଷା ନିରୀକ୍ଷା ପାଇଁ ନେଇ ଚିକିତ୍ସା ଆରମ୍ଭ କରିଛନ୍ତି ଓ ହାତୀ ସୁସ୍ଥ ଥିବା ସହ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଦର୍ଶାଇଛନ୍ତି। এটা ମୁଁ ଖରିଆର ବିଭ ଡକ୍ଟର ସଂଗ୍ରାମ କିଶୋରୀ ବେହେରା ଆଉ କାଲି ରାତିରେ ମୋତେ ଆମ ଡିଏଫଓ କଳାହାଣ୍ଡି ଓ ଡିଏଫଓ ବଲାଙ୍ଗୀର ସାର୍ ଖବର ଦେଲେ ଯେ ଏମିତିଆ ଗୋଟେ ଆମେ ହାତୀ ଛୁଆଟେ ଡିଟେକ୍ଟ କରିଛୁ ଯୋଉଟା କି ତାଙ୍କ ହର୍ଟରୁ ସେପାରେଟ୍ ହେଇଯାଇଛି। ଆଉ ସେଟା ଆଜି ଆମେ ସକାଳେ ପହଞ୍ଚିଲୁ ଯେଉଁ ଦେଓଗାଁର ଗୋଟେ ପାଖରେ ଗୋଟେ ଜଙ୍ଗଲ ଅଛି ସେ ଭିତରେ ତାକୁ ଟ୍ରେସ୍ କରାହେଲା, ତାକୁ ଟ୍ରାଙ୍କୁଲାଇଜ୍ କରାହେଲା। ଟ୍ରାଙ୍କୁଲାଇଜ୍ କରିକି ତାକୁ ଆମେ ସେଠି ଯାହା ଟ୍ରିଟମେଣ୍ଟ କରିବା କଥା ସାଲାଇନ୍ ଯାହା ଆଣ୍ଟିବାୟୋଟିକ୍ସ ଯାହା ଦେବା କଥା ଦେଲି, ପ୍ଲସ୍ ତାର ବ୍ଲଡ୍ ସାମ୍ପଲ୍, ଫିକାଲ୍ ସାମ୍ପଲ୍ ଆଉ ଅନ୍ୟାନ୍ୟ ଯାହା ଆମର ସାମ୍ପଲ୍ ଯେଉଁ ନାଜାଲ୍ ୱାସ୍ ହେଲା କି ଆମର ଓରାଲ୍ ୱାସ୍ ହେଲା ସେଗୁଡ଼ା ସବୁ କଲେକ୍ସନ୍ କରାଯାଇଛି। ଏବେ ଇମିଡିଏଟଲି ସେଗୁଡ଼ା ସବୁ ଆମର ୱାଇଲ୍ଡ ଲାଇଫ୍ ସେଣ୍ଟରକୁ କଲେଜକୁ ପଠାହେବ। ଆଉ ଯାହା ବାହାରିବ କୌଣସି ରୋଗ ଯଦି ବାହାରିଲା କି କ'ଣ ବାହାରିଲା ସେ ଅନୁସାରେ ଫର୍ଦର କୋର୍ସ ଅଫ୍ ଟ୍ରିଟମେଣ୍ଟ କରାଯିବ। ସେଟା କାଲି ଆମେ 24 ଘଣ୍ଟା ପରେ ଦେଖୁଛୁ କ'ଣ ହଉଛି, ନହେଲେ ଆମେ କପିଳାସ ସିଫ୍ଟ କରିବା ବ୍ୟବସ୍ଥା କରିବୁ। 4 ଜଣ ଡାକ୍ତର ଲାଗିଛୁ। କେତେ ବୟସ ଖଣ୍ଡ ହବ ଏ ହାତୀର ବୟସ? 3 ରୁ 5 ବର୍ଷ ଭିତରେ ହଉଛି। ସେଟା ସେମିତି କିଛି କହିହେବନି। ସେଟା ଫର୍ଦର ଇନଭେଷ୍ଟିଗେସନ ହେଲା ପରେ ଜଣା ପଡ଼ିବ। ଷ୍ଟେବୁଲ ଅଛି ଷ୍ଟେବୁଲ ଅଛି। ଆଉ ଯାହା ବ୍ଲଡ୍ ସାମ୍ପଲ୍ ଅଛି, ଯାହା ସାମ୍ପଲ୍ ଅଛି, ସାମ୍ପଲ୍ ପଠେଇଲା ପରେ ଯାହା ରିପୋର୍ଟ ଆସିଲା ପରେ ତାପରେ ଫର୍ଦର କୋର୍ସ ଅଫ୍ ଆକ୍ସନ। ସାର୍ ବାହାରୁ କିଛି ଟ୍ରିଟମେଣ୍ଟ ପାଇଁ ଆସିଛନ୍ତି? ବାହାରୁ ମାନେ ମୁଁ ତ ବାହାରୁ ଆସିଛି, ଖରିଆରୁ ଆସିଛି। ଆଉ ସେପଟେ କିନ୍ତୁ ବଲାଙ୍ଗୀର ବନ ବିଭାଗ ଅଧିକାରୀ ହାତୀର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କି କେଉଁଠି କେଉଁ ପରିସ୍ଥିତିରେ ହାତୀ ଉଦ୍ଧାର କରିଛି ବିଭାଗ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଆଗକୁ ହାତୀର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିରୀକ୍ଷା ସହ ସୁସ୍ଥ ପରେ ତାକୁ କେଉଁଠି ରଖାଯିବ ଓ ତା ଥଇଥାନ ପାଇଁ କେଉଁ ପଦକ୍ଷେପ ନେବ ବନ ବିଭାଗ ତାହାକୁ ନେଇ ସଭିଙ୍କ ନଜର। ବ୍ୟୁରୋ ରିପୋର୍ଟ, ଖବର ଖୁଲାସା।